ଗୋଟିଏ ଗାଁରେ ଗୋଟିଏ ବୁଢ଼ୀଟିଏ ଥିଲା। ସେ ଅନ୍ୟମାନଙ୍କ ଘରେ କାମ କରେ, ସେଥିରୁ ଯାହା ମିଳେ ତାକୁ ଆଣି ଚଳେ। ଦିନେ ସେ ବାଟରେ ଆସିଲା ବେଳେ ଗୋଟିଏ କଲରା ମଞ୍ଜି ପାଇଲା। ସିଏ ସେ ମଞ୍ଜିକୁ ଆଣି ତା ବାଡ଼ିରେ ଲଗାଇଦେଲା ଏବଂ ତାକୁ କହିଲା, ଏ ମଞ୍ଜି କାଲି ସକାଳୁ ଯଦି ତୁ ଗଛ ନ ହବୁ ମୁଁ ରାଜାହାର କଟୁରୀ ଆଣି ହାଣିଦେବି। ତା ପରଦିନ ସକାଳୁ ଉଠି ସେ ଦେଖିଲା ଗଛ ଉଠି ଲଟେଇବାରେ ଲାଗିଛି। ତାହା ଦେଖି ବୁଢ଼ୀ ବହୁତ ଖୁସି ହେଲା। କିଛି ଦିନ ପରେ ସେହି ଗଛରୁ କଲରା ଫଳି ପାଚିଲା। ଗୋଟିଏ କୁଆ ହଳଦିଆ ଗୁରୁ ଗୁରୁ କଲରା ଦେଖି ଖାଇବାକୁ ଇଚ୍ଛା କଲା ଏବଂ ବୁଢ଼ୀକୁ କହିଲା, ମାଉସୀ କଲରାଟିଏ ଦିଅନ୍ତୁନି, ଖାଆନ୍ତି ପରା। ବୁଢ଼ୀ କହିଲା, ଯା ଯା କୂଅ ପାଣିରେ ଥଣ୍ଟ ଧୋଇକି ଆସିବୁ। କୁଆ କୂଅ ପାଖକୁ ଯାଇ କହିଲା, କୂଅ ଦେ ପାଣି ଧୁଏ ଥଣ୍ଟ, ଧାଇଁ ଧାଇଁ ଖାଏ କଲୁରୀ ବେଣ୍ଟ। କୂଅ କହିଲା, ଯା ଯା କୁମ୍ଭାର ଘରୁ ମାଠିଆ ଆଣିବୁ। କୁଆ କୁମ୍ଭାର ଘରୁ ଯାଇ କହିଲା, ଦେ କୁମ୍ଭାର ମାଠିଆ ଗୋଟି, କାଢ଼େ ପାଣି ଧୁଏ ଥଣ୍ଟ, ଧାଇଁ ଧାଇଁ ଖାଏ କଲୁରୀ ବେଣ୍ଟ। କୁମ୍ଭାର କହିଲା, ଯା ଯା ବିଲରୁ ମାଟି ଆଣିବୁ, ତାପରେ ତୋ ପାଇଁ ମାଠିଆ ଗଢ଼ିଦେବି, ତାପରେ ତାକୁ ନେଇଯିବୁ। କୁଆ ଯାଇ ବିଲକୁ କହିଲା, ଦେ ବିଲ ଦେ ମାଟି, ଗଢ଼ୁ କୁମ୍ଭାର ମାଠିଆ ଗୋଟି, କାଢ଼େ ପାଣି ଧୁଏ ଥଣ୍ଟ, ଧାଇଁ ଧାଇଁ ଖାଏ କଲୁରୀ ବେଣ୍ଟ। ବିଲ କହିଲା, ଯା ଯା ମିରିଗ ସିଂହ ଆଣିଲେ ମାଟି ଖୋଳି ନେବୁ। କୁଆ ମିରିଗ ପାଖକୁ ଯାଇ କହିଲା, ଦେ ମିରିଗ ଦେ ସିଂହ, ତାଡ଼େ ମାଟି, ଗଢ଼ୁ କୁମ୍ଭାର ମାଠିଆ ଗୋଟି, କାଢ଼େ ପାଣି ଧୁଏ ଥଣ୍ଟ, ଧାଇଁ ଧାଇଁ ଖାଏ କଲୁରୀ ବେଣ୍ଟ। ମିରିଗ କହିଲା, ଯା ଯା କାଳି ଗାଈ ଦୁଧ ଆଣିବୁ, ମୁଁ ପିଇଲେ ସିଂହ ଦେବି। କୁଆ କାଳି ଗାଈ ପାଖକୁ ଯାଇ କହିଲା, ଦେ କାଳି ଗାଈ ଦେ ଦୁଧ, ପିଉ ମିରିଗ ଦେଉ ସିଂହ, ତାଡ଼େ ମାଟି, ଗଢ଼ୁ କୁମ୍ଭାର ମାଠିଆ ଗୋଟି, କାଢ଼େ ପାଣି ଧୁଏ ଥଣ୍ଟ, ଧାଇଁ ଧାଇଁ ଖାଏ କଲୁରୀ ବେଣ୍ଟ। କାଳି ଗାଈ କହିଲା, ଯା ଯା ହିଡ଼ରୁ ଘାସ ଆଣିବୁ। କୁଆ ହିଡ଼ ପାଖକୁ ଯାଇ କହିଲା, ଦେ ହିଡ଼ ଦେ ଘାସ, ଖାଉ କାଳି ଗାଈ ଦେଉ ଦୁଧ, ପିଉ ମିରିଗ ଦେଉ ସିଂହ, ତାଡ଼େ ମାଟି, ଗଢ଼ୁ କୁମ୍ଭାର ମାଠିଆ ଗୋଟି, କାଢ଼େ ପାଣି ଧୁଏ ଥଣ୍ଟ, ଧାଇଁ ଧାଇଁ ଖାଏ କଲୁରୀ ବେଣ୍ଟ। ହିଡ଼ କହିଲା, ଯା ଯା କମାର ଘରୁ ଦା ଆଣିବୁ। କୁଆ କମାର ଘରକୁ ଯାଇ କହିଲା, ଦେ କମାର ଦେ ଦା, କାଟେ ଘାସ, ଖାଉ କାଳି ଗାଈ ଦେଉ ଦୁଧ, ପିଉ ମିରିଗ ଦେଉ ସିଂହ, ତାଡ଼େ ମାଟି, ଗଢ଼ୁ କୁମ୍ଭାର ମାଠିଆ ଗୋଟି, କାଢ଼େ ପାଣି ଧୁଏ ଥଣ୍ଟ, ଧାଇଁ ଧାଇଁ ଖାଏ କଲୁରୀ ବେଣ୍ଟ। କୁଆ କଥାରେ ଖୁସି ହୋଇ କମାର ଦା ଦେଲା, ହିଡ଼ ଘାସ ଦେଲା, କାଳି ଗାଈ ଦୁଧ ଦେଲା, ମିରିଗ ସିଂହ ଦେଲା, ବିଲ ମାଟି ଦେଲା, କୁମ୍ଭାର ମାଠିଆ ଦେଲା, କୂଅ ପାଣି ଦେଲା। କୁଆଟି ଥଣ୍ଟ ଧୋଇ ବୁଢ଼ୀ ପାଖରେ ପହଞ୍ଚିଗଲା। ବୁଢ଼ୀ ଭାରି ଖୁସି ହେଲା। କଲରାଟିଏ କୁଆକୁ ଦେଲା। କୁଆ ପାଚିଲା କଲରା ଖାଇଦେଇ ଖୁସି ହୋଇ ଉଡ଼ିଗଲା।